ଓଡ଼ିଶା ପାଇଁ ଓଡ଼ିଶା କଳାକାରଙ୍କ ପାଇଁ ଓଡ଼ିଆ ସିନେମା ଜଗତ ପାଇଁ ଏକ ଦୁଃଖଦ ଖବର। ଏହା ଗୋଟିଏ ଶୂନ୍ୟସ୍ଥାନ ରହିଲା ଓଡ଼ିଆ ଫିଲ୍ମ ଜଗତରେ। ଗୋଟିଏ ବର୍ଷିୟାନ କଳାକାର ଯିଏ ଆମେ ଛୋଟବେଳୁ ବି ତାଙ୍କ ଫିଲ୍ମ ଦେଖି ଆସୁଥିଲୁ, ଯିଏ ଗୋଟିଏ ଓଡ଼ିଶା ଫିଲ୍ମ ଜଗତରେ ଗୋଟିଏ ବାଦଶାହ କହିଲେ ଅତ୍ୟୁକ୍ତି ହେବ ନାହିଁ। ଆଜି ତାଙ୍କୁ ହରେଇଛୁ, ସେଥିପାଇଁ ସମସ୍ତଙ୍କର ଆଜି ଦୁଃଖରେ ଆଜି ସମସ୍ତେ ଆଜି ମୟୋମାନ୍ତ ହେଇଛନ୍ତି। କାରଣ ଆପଣଙ୍କର ଦେଖିଥିବେ ଓଡ଼ିଆ ଫିଲ୍ମର ଯେଉଁ ବାଦଶାହ ଯାହାକୁ କୁହନ୍ତି, ଯାହାକୁ ଦଣ୍ଡାବାଳୁଙ୍ଗା କହନ୍ତି, ସେ ଆମ ପାଖରେ ଆଜି ନାହାନ୍ତି। ଶୁଣନ୍ତୁ, ଦେଖନ୍ତୁ, ଉତ୍ତମ ମହାନ୍ତି, ବାବୁସାନ ତାଙ୍କର ବ୍ୟକ୍ତିତ୍ୱ ଅଲଗା, ଆଙ୍କ ବ୍ୟକ୍ତିତ୍ୱ ଅଲଗା। ତ ନିଶ୍ଚିନ୍ତ ତାଙ୍କର ବାପ ପୁଅର ସମ୍ପର୍କ ଥାଇପାରେ, କିନ୍ତୁ ଯେତେବେଳେ କଳାକାରରୁ ତୁଳନା କରାଯିବ, ଉତ୍ତମ ମହାନ୍ତି ନିଶ୍ଚିନ୍ତ ଆମକୁ ଉତ୍ତମ ମହାନ୍ତି ଭଲ ଲାଗନ୍ତି। ନାଇଁ, ନିଶ୍ଚିନ୍ତ ଯେତେବେଳେ ଛୁଆବେଳୁ ଜଣେ କଳାକାରଙ୍କୁ ଦେଖି ଆସିଛୁ, ତାଙ୍କ ବିଷୟରେ ଦେଖିଛୁ, ତାଙ୍କ ଫିଲ୍ମ ଦେଖିଛୁ, ନିଶ୍ଚିନ୍ତ ଖରାପ ଲାଗିବ। ମୁଁ ନୁହଁ, ମୋ ପରିକା ଯେଉଁମାନେ ଓଡ଼ିଆ ଫିଲ୍ମକୁ ଦେଖନ୍ତି, ଓଡ଼ିଆ ଫିଲ୍ମ ଜାଣନ୍ତି, ଓଡ଼ିଆ ଭାଷାକୁ ଯିଏ ବୁଝନ୍ତି, ସେ ଉତ୍ତମ ମହାନ୍ତି ନିଶ୍ଚିନ୍ତ ବୁଝିଥିବେ ଓ ନିଶ୍ଚିନ୍ତ ତାଙ୍କ ମନରେ ଦୁଃଖ ପ୍ରକାଶ ହେଇଥିବ।